सामनाକୁ ଆସିଲା ଏକ ଦୁଃଖଦ ଘଟଣା। ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ। ତେବେ ଭଦ୍ରକର ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସାରା ଅଞ୍ଚଳବାସୀଙ୍କ ଆଖିରେ ଲୁହ ଭରି ଦେଇଛି। ଘଟଣାଟି ଘଟିଛି ଯୁବକ ଜଣକ ନିଜର ଚାଷ ଜମିକୁ ଯାଇଥିବା ସମୟରେ ଯୁବକଙ୍କୁ ସାପ କାମୁଡ଼ି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଯୁବକ ଜଣକ ହେଉଛନ୍ତି ଧ୍ରୁବଚରଣ ପାଢ଼ୀ, ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତର ବୋଲି ଜଣାପଡ଼ିଛି। ତେବେ ଭଦ୍ରକର ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କର ବୟସ 45 ବର୍ଷ ହେବ। ଅକାଳରେ ଯୁବକଙ୍କର ପ୍ରାଣ ଚାଲିଯାଇଛି। ଚାଷ ଜମିକୁ ଯାଇଥିବା ସମୟରେ ଯୁବକଙ୍କର ପ୍ରାଣ ଚାଲିଯାଇଛି। ତେବେ ଭଦ୍ରକରେ ବନ୍ୟାର ସ୍ଥିତି ବେହାଲ ହୋଇଥିଲା ଏବଂ ଚାଷ ଜମିରୁ ଟିକେ ପାଣି କମିବା ପରେ ଯୁବକ ଚାଷ ଜମିକୁ ଯାଇଥିଲେ। ତେବେ ବନ୍ୟା ସ୍ଥିତି ଯୋଗୁଁ ଅଞ୍ଚଳରେ ବହୁ ବିଷଧର ସାପଙ୍କୁ ଦେଖିବାକୁ ମିଳିଥିଲା। ଯୁବକଙ୍କର କେମିତି ମୃତ୍ୟୁ ଘଟିଛି ତାହା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିବ। ତେବେ ସନ୍ଦେହ କରାଯାଉଛି ଯୁବକଙ୍କୁ ସାପ କାମୁଡ଼ି ଥାଇପାରେ। ଯୁବକଙ୍କର ନାଁ ହେଉଛି ଧ୍ରୁବଚରଣ ପାଢ଼ୀ।